ବାରୁଣୀ ମେଳାରେ ସେବାର ସୁଗନ୍ଧ, ମୁନା ପଲେଇ ଓ ସହଯୋଗୀ ମାନଙ୍କର ମଣିଷ ପଣିଆର ଜୀବନ୍ତ ଉଦାହରଣ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ରୂପଖଣ୍ଡ ଅଞ୍ଚଳର ପ୍ରସିଦ୍ଧ ବାରୁଣୀ ମେଳା କେବଳ ଧାର୍ମିକ ଆସ୍ଥାର ଏକ ପବିତ୍ର କେନ୍ଦ୍ର ନୁହେଁ, ଏହା ମଣିଷ ପଣିଆ, ସହଯୋଗ ଓ ସମର୍ପଣର ଏକ ଜୀବନ୍ତ ମଞ୍ଚ ଭାବେ ଉଦ୍ଭାସିତ ହୋଇଛି। ଏଠାରେ ଭକ୍ତି ସହ ସେବା ମିଶି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି, ଯେଉଁଠାରେ ମଣିଷ ପାଇଁ ଆଗକୁ ଆସୁଛି। ଏହି ପବିତ୍ର ମେଳାରେ ଦୀର୍ଘ ବର୍ଷ ଧରି ସମାଜସେବୀ ମୁନା ପଲେଇ ନିଜର ନିର୍ମୋହ ସେବା ଓ ଅତୁଟ ନିଷ୍ଠାରେ ଏକ ବିଶାଳ ଅନ୍ନଛତ୍ର ଚଲାଇ ଆସୁଛନ୍ତି। ପ୍ରତିବର୍ଷ ଏଠାରେ 5,000ରୁ ଅଧିକ ଭକ୍ତମାନେ ନିଃଶୁଳ୍କ ଭୋଜନ ସେବାର ଲାଭ ଉଠାନ୍ତି। ଏହା କେବଳ ଭୋଜନ ନୁହେଁ, ଏହା ହେଉଛି ଭଲ ପାଇବା, ଆଦର ଓ ମାନବତାର ଏକ ମୂଲ୍ୟବାନ ପ୍ରତୀକ। ଯେତେବେଳେ ଥକି ଯାଇଥିବା ଯାତ୍ରୀ ଏକ ପ୍ଲେଟ୍ ଭୋଜନ ପାଉଛନ୍ତି, ସେଠାରେ କେବଳ ତାଙ୍କର ଭୋକ ନୁହେଁ, ତାଙ୍କ ମନରେ ମଧ୍ୟ ଏକ ସନ୍ତୋଷର ଅନୁଭବ ଜନ୍ମ ନେଉଛି। ଏହି ଅନୁଭବ ହିଁ ସତ୍ୟ ସେବାର ପରିଭାଷାକୁ ପ୍ରକାଶ କରିଥାଏ। ଏହା ସହିତ ସମାଜସେବୀ ବଲରାମ ବାରିକ ଓ ଦୀପକ ଖଣ୍ଡେଲୱାଲଙ୍କ ତରଫରୁ ଜଳଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଗରମ ଓ ଭିଡ଼ ମଧ୍ୟରେ ପାନୀୟ ଜଳ ସେବା ଯାତ୍ରୀମାନଙ୍କ ପାଇଁ ଏକ ଅମୃତ ସମାନ ହୋଇପଡ଼ିଛି। ତାଙ୍କର ଏହି ଉଦ୍ୟମ ପ୍ରମାଣ କରେ ଯେ ସତ୍ୟ ସେବା ହେଉଛି ଲୋକଙ୍କ ଆବଶ୍ୟକତାକୁ ବୁଝି ସମୟରେ ସହଯୋଗ କରିବା। ଏହି ସମସ୍ତ ସେବା କାର୍ଯ୍ୟରେ ଅଗ୍ରଗାମୀ ଭାବେ ସହଯୋଗ କରିଥିଲେ ତପନ ପାଣିଗ୍ରାହୀ ଓ ଲିପି ମ୍ୟାଡ଼ାମ। ସେମାନଙ୍କର ସହଭାଗିତା ଓ ନିଷ୍ଠା ଏହି ସେବାକୁ ଆହୁରି ଶକ୍ତିଶାଳୀ ଓ ବ୍ୟାପକ କରିଛି। ଆଜିର ସମାଜରେ ଯେଉଁଠାରେ ଲୋକମାନେ ନିଜ ସ୍ୱାର୍ଥରେ ବ୍ୟସ୍ତ ରହୁଛନ୍ତି, ସେଠାରେ ଏହିପରି ନିର୍ମୋହ ସେବା ଏକ ନୂତନ ଆଶାର ଆଲୋକ ଜଳାଇ ଦେଇଛି। ଏହା ସତ୍ୟରେ ମଣିଷ ପଣିଆକୁ ଜାଗ୍ରତ କରୁଥିବା ଏକ ଜୀବନ୍ତ ଉଦାହରଣ। ଏହି କାର୍ଯ୍ୟ ଆମ ସମାଜକୁ ଏକ ସନ୍ଦେଶ ଦେଉଛି, ଧନୀ କିମ୍ବା ଗରିବ ହେବା ମହତ୍ତ୍ୱପୂର୍ଣ୍ଣ ନୁହେଁ, ମଣିଷ ହେବାଟା ସବୁଠୁ ବଡ଼ ଗୁଣ। ଯେଉଁଠାରେ ସେବା ଅଛି, ସେଠାରେ ଭଗବାନଙ୍କର ବାସ ଅଛି। ଶେଷରେ କହିବାକୁ ଗଲେ, ବାରୁଣୀ ମେଳାରେ ଏହି ଅନ୍ନଛତ୍ର ଓ ଜଳଛତ୍ର କେବଳ ସେବା ନୁହେଁ, ଏହା ମଣିଷ ପଣିଆର ଏକ ଜୀବନ୍ତ ମୂର୍ତ୍ତି, ଯାହା ସମାଜକୁ ନୂତନ ଦିଗ ଦେଖାଉଛି ଓ ସମସ୍ତଙ୍କ ମନରେ ଭଲ ପାଇବା ଓ ସହଯୋଗର ଭାବନାକୁ ଜାଗ୍ରତ କରୁଛି।